ଗଭୀର ଜଙ୍ଗଲ। ତା ଭିତରେ ରହୁଥିଲା ଗୋଟିଏ ଶିଆଳ। ସେ ବହୁତ ଚାଲାକ ଥିଲା। ଗୋଟିଏ ଦିନ ତାକୁ ଭାରି ଜୋରେ ଶୋଷ ଲାଗିଲା। ସେ ନଦୀ ପାଖକୁ ପାଣି ପିଇବା ପାଇଁ ଗଲା। ନଦୀ ପାଖରେ ଯାଇ ପହଞ୍ଚିଲା। ସେଇ ନଦୀରେ ରହୁଥିଲା ଗୋଟିଏ କୁମ୍ଭୀର। ସେଇ କୁମ୍ଭୀରଟି ବହୁତ ଦିନ ହେବ କିଛି ଖାଇବାକୁ ପାଇନଥିଲା। ଯେତେବେଳେ ଶିଆଳଟି ନଦୀ ଭିତରକୁ ପାଣି ପିଇବାକୁ ପଶିଛି ତ କୁମ୍ଭୀର ସାଙ୍ଗେ ସାଙ୍ଗେ ଶିଆଳର ପାଦଟିକୁ କାମୁଡ଼ି ଧରିଲା। ହେଲେ ଶିଆଳଟି ଥିଲା ବହୁତ ଚାଲାକ। ଶିଆଳ ସେ କଷ୍ଟକୁ ସମ୍ଭାଳି କୁମ୍ଭୀରକୁ କହିଲା, ଆରେ କୁମ୍ଭୀର ଭାଇ, ତୁମେ ଯଦି ମୋତେ ଖାଇବାକୁ ଚାହୁଁଛ ସେ କାଠିଟିକୁ କାହିଁ ଧରିଛ? ମୋ ପାଦକୁ ଧର ଭାଇ। ଆରେ ମୁଁ କାଠି ଧରିଛି, ଧେତ୍। ଏହା କହି କୁମ୍ଭୀର ଶିଆଳର ପାଦକୁ ଛାଡ଼ିଦେଲା। ହେ ଭଗବାନ, ତୁମେ ମୋତେ ବଞ୍ଚେଇ ଦେଲ। ଶିଆଳଟି ଜୀବନ ବଞ୍ଚେଇ ଉପରକୁ ଉଠିଗଲା। ମୋତେ ଖାଇବୁ? ତୁ ପୁଣି ମୋତେ? ତୋ ମୁଣ୍ଡରେ ବିଲକୁଲ ବୁଦ୍ଧି ନାହିଁ। ଆଉ ଚାଲି ଆସିଛି କ'ଣ ନା ମୋତେ ଖାଇବାକୁ। ମନେ ରଖ, ମୁଁ ହେଲି ଶିଆଳ। ତୁ ମୋ ଠାରୁ ଆକାରରେ ବହୁତ ବଡ଼, ହେଲେ ବୁଦ୍ଧିରେ ମୁଁ ହେଲି ତୋ ଠାରୁ ବଡ଼। ମୋତେ ଖାଇବାକୁ ଯଦି ଚାହୁଁଛୁ ତାହେଲେ ତତେ 7 ଜନ୍ମ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କେଜାଣି ତାପରେ ତୁ ମୋତେ ଖାଇପାରୁ। ହା 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 ହା। ଶିଆଳର ଏହି କଥା ସବୁ ଶୁଣି କୁମ୍ଭୀରକୁ ବହୁତ କଷ୍ଟ ଲାଗିଲା। ତାପରେ ସେ ସାଙ୍ଗେ ସାଙ୍ଗେ ମନେ ମନେ ଭାବିଲା, ମୁଁ ହେଲି ପାଣି ଭିତରର ସବୁଠାରୁ ଶକ୍ତିଶାଳୀ ପ୍ରାଣୀ। ଆଉ ଏଇ ସାମାନ୍ୟ ଶିଆଳ ଆଜି ମୋତେ ଅପମାନ କଲା। ଯାହା ବି ହେଇଯାଉ, ଏ ଅପମାନର ବଦଲା ମୁଁ ନିଶ୍ଚିତ ନେବି। ମୁଁ ତତେ ଛାଡ଼ିବିନି। କୁମ୍ଭୀର ପ୍ରତିଶୋଧ ନେବ ବୋଲି ଶିଆଳକୁ କେମିତି ସଜା ଦେଇପାରିବ ସେ ବିଷୟରେ ଭାବିବାକୁ ଲାଗିଲା। ଶିଆଳଟି କଙ୍କଡ଼ା ଖାଇବାକୁ ବହୁତ ଭଲ ପାଏ। ସେ କଙ୍କଡ଼ା ଖାଇବା ପାଇଁ ବିଲ ପାଖକୁ ଗଲା। କୁମ୍ଭୀରଟି ଶିଆଳକୁ ଦୂରରୁ ଆସୁଥିବାର ଦେଖି ସେ ବିଲ ଭିତରେ ଥିବା କାଦୁଅରେ ଲୁଚି ରହିଲା। ସିଏ ଭାବିଲା ଶିଆଳ କିଛି ଜାଣିପାରିବ ନାହିଁ। ହେଲେ ଶିଆଳ ବହୁତ ଚାଲାକ ଥିଲା। ସେ ଜାଣି ଯାଇଥିଲା କି କୁମ୍ଭୀର ସେଠାରେ ଲୁଚିକି ଅଛି। ଓ ଆଚ୍ଛା, ପ୍ରତିଶୋଧ ନେବା ପାଇଁ ଇଏ ମୋ ପିଛା ଛାଡ଼ୁନି, ଏଠାରେ ବି ଆସି ପହଞ୍ଚି ଯାଇଛି। ଆରେ ଧନ ଶିଆଳ, ତୁ ଆସେ, ଆଜି ତତେ ଖାଇ ପୁରା ମଜା ନେବି। ଆରେ କାଦୁଅ ଭିତରେ କିଏ ଗୋଟେ ମରିକି ପଡ଼ିଛି ନା କ'ଣ? ଇଏ ମୋତେ ମରିଯାଇଛି ବୋଲି ଭାବୁଛି। ମରିଯାଇଥିଲେ ତ ହଲଚଲ ହଉଥାନ୍ତା। ହେଲେ ଇଏ ବୋଧେ ମରିନି, ଏବେ ପର୍ଯ୍ୟନ୍ତ ବଞ୍ଚିଛି। ଆରେ ମୋତେ ତାହେଲେ ହଲଚଲ ହେବାକୁ ପଡ଼ିବ। ଶିଆଳର କଥା ଶୁଣି କୁମ୍ଭୀରଟି ହଲଚଲ ହେବାକୁ ଲାଗିଲା। ତାପରେ ସାଙ୍ଗେ ସାଙ୍ଗେ ଶିଆଳଟି ବୁଝିପାରିଲା ଯେ ଇଏ ମରିନାହିଁ। କ'ଣ ହେଲା କୁମ୍ଭୀର ମଉସା, ତୁମେ ପରା ମୋତେ ଖାଇବା ପାଇଁ ଆସିଛ, ହେଲେ ତୁମେ ତୁମ କାମରେ ସଫଳ ହୋଇପାରିଲନି। ଏହା କହି ଶିଆଳଟି ଦୌଡ଼ି ତାର ଗୁମ୍ଫା ପାଖରେ ଆସି ପହଞ୍ଚିଗଲା। କୁମ୍ଭୀର ଏଥର ଶିଆଳକୁ ଧରି ନ ପାରି ଆହୁରି ଅପମାନିତ ହେଲା। ସେ ପୁଣି ଆଉ ଗୋଟିଏ ସୁଯୋଗ ଅପେକ୍ଷାରେ ରହିଲା। ହେଲେ ସେପଟେ ଶିଆଳଟି ବହୁତ ଚିନ୍ତାରେ ପଡ଼ିଗଲା। ଯାହା ବି ହେଇଯାଉ, ଏ ବାଜ୍ୟ କୁମ୍ଭୀର ପାଇଁ କିଛି ଗୋଟେ ବ୍ୟବସ୍ଥା କରିବାକୁ ପଡ଼ିବ। ନହେଲେ ସିଏ ମୋତେ ଆଉ ଶାନ୍ତିରେ ବଞ୍ଚିବାକୁ ଦେବନି। ତା ପରଦିନ ଶିଆଳ ଖାଦ୍ୟ ଖୋଜିବା ପାଇଁ ଜଙ୍ଗଲ ଭିତରକୁ ବାହାରିଗଲା। ତାପରେ ସାଙ୍ଗେ ସାଙ୍ଗେ କୁମ୍ଭୀରଟି ଲୁଚି କରି ଆସି ଶିଆଳର ଗୁମ୍ଫାରେ ଲୁଚି ବସିଲା। ଆଉ ଶିଆଳର ଆସିବା ବାଟକୁ ଅପେକ୍ଷା କରି ରହିଲା। କିଛି ସମୟ ପରେ ଶିଆଳଟି ଶିକାର କାମ ସାରି ତାର ଗୁମ୍ଫା ଆଡ଼କୁ ଆସିଲା। ଆସି ଦେଖିଲା ତା ଗୁମ୍ଫା ସାମ୍ନାରେ କାହାର ଗୋଟେ ପାଦ ଚିହ୍ନ ପଡ଼ିଛି। ସେ ପାଦ ଚିହ୍ନକୁ ଦେଖି ସେ ଜାଣିପାରିଲା ଯେ
ତା ଗୁମ୍ଫା ଭିତରେ କୁମ୍ଭୀର ଆସି ବସିଛି। ଶିଆଳ ଟିକେ ଭାବିବାକୁ ଲାଗିଲା। କିଛି ସମୟ ପରେ ଶିଆଳ କହିଲା, ଆରେ ମୋ ଗୁମ୍ଫା ତ ମୋତେ ସବୁଦିନ ଦେଖିଲେ ଉହୁଁ କରେ, ହେଲେ ଆଜି କ'ଣ ପାଇଁ ଉହୁଁ କରୁନାହିଁ? ଗୁମ୍ଫା, ଏ ଗୁମ୍ଫା, ଆରେ ଏ ଗୁମ୍ଫା, ଆରେ ଆରେ ମୁଁ ଆସିଛି ବୋଲି ଏ ଗୁମ୍ଫା ବୋଧେ ଉହୁଁ କରୁନାହିଁ। ତାହେଲେ ମୁଁ ଯାଉଛି ଉହୁଁ ଉହୁଁ କରିଦେବି। ଗୁମ୍ଫା, ଏ ଗୁମ୍ଫା, ଉହୁଁ ଉହୁଁ, ହେ 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 ହେ, ହା 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 ହା, ହା 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 ହା। ଏଥର ବି କୁମ୍ଭୀରଟି ହାରିଗଲା ଆଉ ଶିଆଳ ଜିତିଗଲା। ଆରେ ଏ ବୋକା କୁମ୍ଭୀର, ତୁ ଆସି ମୋ ଗୁମ୍ଫାରେ ବସିବୁ ଆଉ ମୁଁ ଜାଣିପାରିବିନି? ମନେ ରଖ, ତୁ ଡାଳେ ଡାଳେ ଗଲେ ମୁଁ ପତରେ ପତରେ ଯିବା ଲୋକ। ଧେତ୍, ଆଜି ବି କିଛି ହେଲାନି। କୁମ୍ଭୀର ଥିବାର ଦେଖି ଶିଆଳଟି ସେଠାରୁ ଚାଲିଗଲା। ଶିଆଳଟି କୁମ୍ଭୀରକୁ କେମିତି ଜୀବନରୁ ମାରିଦେବ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲା। ଆଉ ସେପଟେ କୁମ୍ଭୀର କେମିତି ଶିଆଳକୁ ମାରି ତାର ପ୍ରତିଶୋଧ ନେବ ସେ ବିଷୟରେ ଭାବୁଥାଏ। ଗୋଟିଏ ଦିନ କୁମ୍ଭୀରଟି କିଛି ଶୁଖିଲା ପତ୍ର ତଳେ ଲୁଚିକି ରହିଲା। କାହିଁକି ନା ସେଇ ରାସ୍ତା ଦେଇ ଶିଆଳଟି ଯିବା ଆସିବା କରେ। ସେଇଦିନ ଶିଆଳ ସେଇ ରାସ୍ତା ଦେଇ ଯାଉଥାଏ। ପବନ ହେବାରୁ କୁମ୍ଭୀରର ଲାଞ୍ଜ ପାଖରୁ କିଛି ପତ୍ର ଉଡ଼ିଗଲା। ଶିଆଳଟି ଜାଣିପାରିଲା ଯେ କୁମ୍ଭୀର ଶୁଖିଲା ପତ୍ର ତଳେ ଲୁଚିକି ରହିଛି। ବୋକା କୁମ୍ଭୀର, ଆଜି ତୋର ଶେଷ ଦିନ। ଦେଖ, ମୁଁ ଆଜି ତୋର ଅବସ୍ଥା କ'ଣ କରୁଛି। ତୁ ହେଲୁ ମୋର ଶତ୍ରୁ। ଶତ୍ରୁକୁ ଛାଡ଼ିବା ଠିକ୍ ନୁହେଁ। ଶିଆଳଟି ଗୋଟିଏ ବାଡ଼ିରେ ନିଆଁ ଲଗେଇ ସେଇ ଶୁଖିଲା ପତ୍ରରେ ଲଗେଇ ଦେଲା। ଆଉ ପତ୍ର ଭିତରେ କୁମ୍ଭୀରଟି ଛଟପଟ ହୋଇ ମରିଗଲା। ଆଉ ସବୁଦିନ ପାଇଁ ଶିଆଳଟି ତାର ଶତ୍ରୁ ହାତରୁ ରକ୍ଷା ପାଇଲା। ଶତ୍ରୁଠାରୁ ସବୁବେଳେ ସତର୍କ ରହିବା ଉଚିତ।